କୁହାଯାଏ କଠିନ ପରିଶ୍ରମ ହେଉଛି ସଫଳତାର ଚାବିକାଠି। ଆଉ ଯେଉଁଠି ଚେଷ୍ଟା ନିଷ୍ଠା ଆଉ ପ୍ରଚେଷ୍ଟା ରହିଥାଏ ସେଠି ସଫଳତା ମିଳିବ ହିଁ ମିଳିବ। ଆମେ କହୁଛୁ ନିମାପଡ଼ା ଅଞ୍ଚଳର ଆଦିତ୍ୟ ସ୍ୱରୂପ ସାହୁଙ୍କ କଥା, ଯିଏକି ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଯୁକ୍ତ 2 ବିଜ୍ଞାନରେ କଲେଜ ଟପର ହୋଇଛନ୍ତି। ଆମେ ଅଛୁ ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା କିଭଳି ଥିଲା ତାଙ୍କର ଏ ସଫଳତାର ଯାତ୍ରା। ପ୍ରଥମତଃ କଂଗ୍ରାଚୁଲେସନ୍ এই ସଫଳତା ପାଇଁ। କ'ଣ କହିବେ, କେତେ ସମୟ ପରିଶ୍ରମ କରୁଥିଲେ? ফার্স্ট অফ অল থ্যাংক ইউ। কিছু মানে এতে পরিশ্রম ମୁଁ ନିଜେ କରେନି, କାରଣ ଟ୍ୟୁସନ୍ରେ ଆମର ବହୁତ ପରିଶ୍ରମ କରାନ୍ତି, ପିଲାଙ୍କୁ ବହୁତ ଟାସ୍କ ଦିଅନ୍ତି, ରିଭିଜନ୍ ବି ବହୁତ କରାନ୍ତି। ଆଉ ବାପା ମାଆଙ୍କର ହେଉଛି ଗୋଟେ ହେଲ୍ଦି ଏନ୍ଭାରମେଣ୍ଟ ଘରେ ଥାଏ। ଆଉ ବାପା ମାଆଙ୍କ ଆଶୀର୍ବାଦରୁ ଏଠି ପହଞ୍ଚି, ଆଉ ପରିଶ୍ରମ ହେଉଛି 3-4 ଘଣ୍ଟା ସେଲ୍ଫ ଷ୍ଟଡ଼ି କରିଦେଲେ ବି ହେଉଛି CHSCରେ ବହୁତ ଭଲ ମାର୍କ 90%, 95 ରହିଯିବ। ଆଗକୁ କ'ଣ କରିବାର ଲକ୍ଷ୍ୟ ରଖିଛନ୍ତି? ହାୟର ଷ୍ଟଡ଼ିଜ୍ ଆଉ ରିସର୍ଚ୍ଚ ଉପରେ ଲକ୍ଷ୍ୟ ରଖିଛି। ଏ ଯେଉଁ ସଫଳତାଟା ପାଇଲେ, ଏ ସଫଳତା ପାଇଁ ଆପଣ କାହାକୁ ଶ୍ରେୟ ଦେବାକୁ ଚାହିଁବେ? ବାପା ମା, ଅଜା ଆଈ ଓ ପରିବାର ବର୍ଗ ଓ ଟ୍ୟୁସନ୍, ସାଇ ବିଦ୍ୱାନ ଟ୍ୟୁସନ୍ ଆଉ ଟିଚର୍ସ ମାନଙ୍କୁ ଦେବାକୁ ଚାହିଁବି ଶ୍ରଦ୍ଧା। ଆଚ୍ଛା, ଏ ଯେଉଁ ପିଲାମାନେ ଯେମିତି ଆଗାମୀ ତୁମର ଯେମିତି ସାଙ୍ଗସାଥି ହୁଅନ୍ତୁ କିମ୍ବା ଯେଉଁମାନେ ପାଠ ପଢ଼ୁଛନ୍ତି ସେମାନଙ୍କ ପାଇଁ କ'ଣ ରହିବ, ଉପଦେଶ କ'ଣ ରହିବ? ଯେ ବହୁତ ପଢ଼ିବାଟା ଏତେ ମ୍ୟାଟର୍ କରେନି, କିନ୍ତୁ ଯେତିକି ପଢ଼ୁଛନ୍ତି ପୁରା ଫୋକସ୍ର ସହିତ ଆଉ ହେଉଛି ନିଜର ପୁରା ଫୁଲ୍ ଡେଡ଼ିକେସନ୍ ଦେଇକି ପଢ଼ନ୍ତୁ। ଏଇଟା ହେଉଛି ମୋ ତରଫରୁ ଆଡ଼ଭାଇସ୍ ରହିବ ତାଙ୍କୁ। ନିଶ୍ଚିତ ଭାବରେ ଯେତେବେଳେ ଡେଡ଼ିକେସନ୍ ରୁହେ ସେତେବେଳେ ସଫଳତା ମିଳିବ ହିଁ ମିଳିବ। ଆମ ସହିତ ତାଙ୍କ ବାପା ମଧ୍ୟ ଅଛନ୍ତି, ତାଙ୍କଠୁ ପ୍ରତିକ୍ରିୟା ନେବା। ଆଜ୍ଞା, ପୁଅର ଏ ସଫଳତା ପାଇଁ କେତେ ଖୁସି? ମୁଁ ତ ବହୁତ ଖୁସି ଅଛି। ସେ ତାର ନିଜର ସେଲ୍ଫ ଷ୍ଟଡ଼ି ଉପରେ ବେଶୀ ଗୁରୁତ୍ୱ ଦିଏ। ବହୁତ ସମୟରେ ସେ ତାର ଘରେ ପୁରା ଚୁପଚାପ ନିରବ ସେ ପଢ଼ିବ, କାହା ସହିତ ଏତେ କରିବନି। ଏବଂ ସାଇ ବିଦ୍ୱାନ ପରିବାର, ମୋତେ ସାଇ ବିଦ୍ୱାନ ଦେବସାର ଯେଉଁ ଥିଲେ ସେ ବହୁତ ତା ପାଇଁ ପରିଶ୍ରମ କରିଛନ୍ତି। ଭଗବାନଙ୍କର ଆଶୀର୍ବାଦ ଅଛି, ତେଣୁ ଈଶ୍ୱରଙ୍କ ଆଶୀର୍ବାଦ ତା ପାଇଁ ସବୁବେଳେ ରହିଛି। ମୁଁ ଜଣେ ଈଶ୍ୱର ବିଶ୍ୱାସୀ ଲୋକ, ତେଣୁ ମୁଁ ସବୁବେଳେ ଠାକୁରଙ୍କ ପାଖରେ କରେ, ପ୍ରଭୁ ତାର ଚଲାପଥ କୁସୁମିତ ହେଉ, ତାକୁ ସଫଳତାର ଶୀର୍ଷରେ ପହଞ୍ଚନ୍ତୁ। ନିଶ୍ଚିନ୍ତ ଭାବରେ ଈଶ୍ୱରଙ୍କର ବିଶେଷ ଆଶୀର୍ବାଦ ତା ଉପରେ ରହିଛି। ନିଶ୍ଚିତ ଭାବରେ ଆମ ସହିତ ତାଙ୍କ ମା' ବି ଅଛନ୍ତି, ତାଙ୍କ ସହିତ କଥା ହେବା। ମ୍ୟାଡ଼ାମ୍, କ'ଣ କହିବେ? ଆପଣଙ୍କ ପୁଅ ଆଜି କଲେଜ ଟପର ହେଇଛନ୍ତି, କ'ଣ କେମିତି ଖୁସି ଅଛନ୍ତି, କେମିତି ଦେଖୁଛନ୍ତି? ହଁ, ତା ସଫଳତାରେ ମୁଁ ଖୁସି ନିଶ୍ଚିତ। ସେ ସେଲ୍ଫ ଷ୍ଟଡ଼ି କରେ, ଆଉ ସାଇ ବିଦ୍ୱାନର ସବୁ ଗୁରୁମା ଗୁରୁଜୀ, ତା ଟିଚର୍ସ ମାନେ, ଛୋଟବେଳୁ ଯେଉଁ ଟିଚର୍ସ ମାନେ ତାର ଅଛନ୍ତି, ତାର ପଥ ପ୍ରଦର୍ଶକ, ସେମାନେ ତା ଉପରେ ଆଶୀର୍ବାଦ ଦେଇଛନ୍ତି। ଆଉ ଭଗବାନଙ୍କ ଆଶୀର୍ବାଦ, ଆଉ ମୋ ପିତାମାତା, ଶାଶୁ ଶ୍ୱଶୁର, ସମସ୍ତ ପରିବାରର ସପୋର୍ଟ ତା ପ୍ରତି ଅଛି। ଆଉ ଆଗାମୀ ଦିନରେ ପୁଅ କ'ଣ ହେବ ବୋଲି ଚାହୁଁଛନ୍ତି ଆପଣ? କେମିତି ଦେଖୁଛନ୍ତି ଆପଣଙ୍କ ପୁଅକୁ ଆଗାମୀ ଦିନରେ? ପୁଅ ତାର ନିଜେ ସ୍ଥିର କରିବ ତାର କେଉଁ ଲାଇନ୍ରେ ଇଚ୍ଛା ଅଛି। ସେ ତ ଆମକୁ ବର୍ତ୍ତମାନ ଆମେ ତା ଉପରେ ଲଦି ଦେବୁନି ଆମ ଇଚ୍ଛା। ସେ ତାର ରିସର୍ଚ୍ଚ କରିବାରେ, ସାଇନ୍ସରେ ଆଗକୁ ଯିବାରେ ଇଚ୍ଛା ଅଛି। ବିଜ୍ଞାନ କ୍ଷେତ୍ରରେ ରିସର୍ଚ୍ଚ କରିବ। ଆଇଜର ଆପ୍ଲାଏ କରିଛି, ପ୍ରଭୁଙ୍କ କୃପା ଯଦି ପାଇବ। ନିଶ୍ଚିତ ଭାବରେ ଯେତେବେଳେ ଜଣେ କଠିନ ପରିଶ୍ରମ କରୁଛନ୍ତି ଏବଂ ତାଙ୍କୁ ସଫଳତା ମିଳୁଛି, ଆପଣ ଯେମିତି ଦେଖୁଥିଲେ ମା' ମଧ୍ୟ ତାଙ୍କର ଭାବ ବିହ୍ୱଳ ହୋଇଯାଉଥିଲେ। ଏ ସଫଳତା ପରେ ଯେମିତି ଆଦିତ୍ୟ ସ୍ୱରୂପ ସାହୁ କହୁଥିଲେ ଯେ ବେଶୀ ପରିଶ୍ରମ କରିବା ଆବଶ୍ୟକ ନାହିଁ, କିନ୍ତୁ ଯେତିକି ସମୟ ପାଠ ପଢ଼ିବେ, ମନ ଦେଇ ପାଠ ପଢ଼ିଲେ ନିଶ୍ଚିତ ଭାବରେ ସଫଳ ହୋଇପାରିବେ। ନିମାପଡ଼ାରୁ ଶାନ୍ତନୁ ମହାନ୍ତି, DNK ଲାଇଭ୍।